କାମ ଧନ୍ଦା ନ କରି କରି ଶୋଇ ଶୋଇ ଏମିତି କଣ ଟିକେ ଓଳିଛି ବୁଝି ଏତେ ସବୁ ଫାଜିଲ କଥା କେବେଠୁ ଶିଖିଲିବେ? ଶିଖିବା ଉପରେ ସ୍କୁଲ କରି ଯିବାକୁ ପଡ଼ିବ ନା କଣ? ତା ଛଡ଼ା ମୁଁ କୋଉ ଭୁଲ କଥା କହିଲି ଅପା? এই শোনো খালি তো কথা বললো তো কাম করা করে বল আচ্ছা তো আমরা যদি গাঁ দাঁড়া টাইম টাইম আনিলো গাঁ লোক দেখতে কোন ভাবিবে কইলো ভাবিয়ে কোন চপা আর তাଙ୍କ ଭାଗ୍ୟରେ ଆମର କଣ ଅଛି? କିନ୍ତୁ ଅପା ବାହାଘର 2 ବର୍ଷ ପରେ ତୁ ଯେତେ ହାତରେ ଆମର ଓଢ଼ଣା ପକେଇ ସମସ୍ତେ ମୁଣ୍ଡିଆ ମାରିକି ଆସିବୁ ଏସବୁ ମତେ ଜମା ପସନ୍ଦ ନାହିଁ। ও তো বাহাঘর সরো তারপরে জানিব কোনটা পছন্দ আর কোনটা অপছন্দ। আচ্ছা অপা ତୁ ଭିଣେଇ ଭାଇଟା କଣ ଆଇଛେ ନାକି? ନେ ତ ଆମ ଘରକୁ ଆସନି ହେଲା ଆସିଥିଲି ଯେ ଶାଢ଼ୀ ଭିଡ଼ିଓର ସ୍ୱାଦଟା ପାଇଥାନ୍ତି। ନାଇଁ ନାଇଁ ସେ ମତେ ସବୁବେଳେ ଆସିବା ପାଇଁ କୁହନ୍ତି ଏବେ ମୁଁ ତାଙ୍କୁ ମନା କରେ କଣ ପାଇଁ? କଣ ପାଇଁ କଣ ସେ ଆସିଲେ ତୁ ଟାଣି ପଡେ ଖାଇଯିବନି ନା ଏଟା ଏଟା ତ କହୁଛି ଗୋଟେ ଆଚ୍ଛା ଅପା ଅପା ତୋ ଦେହରେ କଣ ଗହଣା ଗାଣ୍ଡି ନାହିଁ? ତୋ ଶାଶୁଘର ଲୋକ ତ ତୋର ଗହଣା ପିନ୍ଧିବାକୁ ଦଉନାହାନ୍ତି କି? ଆରେ ନାଇଁ ନାଇଁ ମୋର ବହୁତ ଗୁଡେ ଗହଣା ଅଛି ଏଇ ମତେ ପିନ୍ଧିବାକୁ ଭଲ ଲାଗେନି ବୋଲି ମୁଁ ସବୁ ଖୋଲି ନେଇ ଆସିଛି। କଣ ପାଇଁ? କଣ ପାଇଁ କଣ ଯେ ବହୁତ ସେ ନିଜକୁ ସଜେଇବା ପାଇଁ ଗହଣା ବ୍ୟବହାର କରନ୍ତି ମାତ୍ର ସେ ଗହଣା ବାହାରକୁ ଅମଙ୍କର ପ୍ରତୀକ ଭଳି ମନେ ହୁଏ। ତା ସହ ଗହଣା ପିନ୍ଧି ରାସ୍ତା ଘାଟରେ ବୁଲିଲେ ଲୋକେ ମତେ କିପରି ଦେବେନି କହିବେ ଦେଖରେ ବାପା ତ କିଛି ନଥିଲା ବଡ ଘରେ ବାହାରିଛି ବୋଲି ଗହଣା ପିନ୍ଧି ଦେଖି ହେଉଛି ଏସବୁ ଶୁଣିବା କଣ ମତେ ଭଲ ଲାଗିବ? କାଲି ଯୋଉ ଶାନ୍ତି ମାଉସୀ ଆସି ଦାନ୍ତ ଚିପି ଚିପି କହିଲ ମୋର 2 ବର୍ଷ ହେଲାନି ହେଲେ ଘରେ ଛୁଆଟିଏ ନାହିଁ ଏସବୁ ଶୁଣିବାକୁ ତତେ ଭଲ ଲାଗେ ନା କିଲୋ? ଶୁଣ ସଙ୍ଗୀତା ଅନ୍ୟର କଥା ଶୁଣି ନିଜ ମନ ହୃଦୟକୁ ଖରାପ କରିବା ତ ଉଚିତ ନୁହେଁ। ବାହାଘର ହେଇଥିଲେ ସିନା ବେଶୀ କଥା ହେଇଥାନ୍ତୁ। ତାହେଲେ ସଂଖ୍ୟାସ୍ତ୍ର ବୁଲିବାର ମାନେ କଣ? ଖୁସି କିଏ କଣ ଖୁସିରେ ସଂଖ୍ୟାସ୍ତ୍ର ପିନ୍ଧେ କି? ଘରେ ଭାବିନି ମୁଁ ଆଉ ଥରେ ବାହାରିଛି ବୋଲି। ଆଉ ଥରେ ବାହାରିଛ? ଆରେ କାହାକୁ ବାହାରିଛ? କିଏ ତୋ ସ୍ୱାମୀ? କହୁନା ଭାଇ କହୁନା ଆରେ ଅପା ପ୍ରଶ୍ନର ଉତ୍ତର ଦଉନୁ। ଉତ୍ତରଟା ଯେମିତି ମୋ ପାଖରେ ଅଛି ମୁଁ ଦେଇଦେବି। କେମିତି ନାହିଁ ମ ମତେ ଭଲ ପାଇବ ପ୍ରେମ ସୁନ୍ଦରୀ ସଙ୍ଗୀତ ସ୍ୱପ୍ନ ଏ ଗାଁ ପିଲାମାନେ କାହିଁକି କହୁଥିଲେ ଏ କଥାଟାକୁ ମୁଁ କିଛି ବୁଝିପାରୁନଥିଲି। କେତେ ଗୁଡେ ଖାଲି ଭାବରେ ରହୁଥିଲେ ଏବେ କିନ୍ତୁ କଥାର ଅର୍ଥଟାକୁ ମୋ ମନରେ ଅନୁଭବ କରୁଛେ। ଗୁଣ ମୋ ପାଇଁ ଏତେ ଖରାପ ଅନ୍ୟକୁ ଖୁସି ଦେବା ପାଇଁ ମୋର ଜନ୍ମ ନିଜ ଖୁସି ପାଇଁ ନୁହେଁ ନିଜ ଖୁସି ପାଇଁ ନୁହେଁ। ଆରେ ବାବୁ ଆପଣ ହେଲେ ମୋ ନାଁ ତ ସୁନ୍ଦରୀ ଆପଣ ମତେ ସଙ୍ଗୀତ ବୋଲି ଡାକୁଛନ୍ତି କାହିଁକି?
ସଙ୍ଗୀତା ନାଁରେ ମୋ ଚେହେରା ଆଉ କୋଉଠି ଅଛି କି ଆପଣ ଡାକିବାରେ ଭୁଲ କରୁଛନ୍ତି। ମୁଁ ଡାକିବାରେ ଭୁଲ କରୁ ବରଂ ତୁ କହିବାରେ ଭୁଲ କରୁଛୁ। କ'ଣ କରିବେନି ମୁଁ କ'ଣ ତତେ ଦୟା କରିବି? ତୁ ତ ଦୟାର ଦେବୀ ସାଜି ମୋ ପରିବାର ଉପରେ ଉପକାର କରି ଚାଲିଛୁ। ତୋର ଏତେ ଋଣ ମୁଁ କେମିତି ସୁଝିବି? ଆପଣଙ୍କୁ ହେବେନି ବାବୁ। ଏଠି ଋଣର ପ୍ରଶ୍ନ ଉଠୁଛି କୋଉଠି? ମୋ ପରା 5 ଲକ୍ଷ ଟଙ୍କା ବିନିମୟରେ ମୋ କିଡନୀ ବିକ୍ରି କରିଛି। ଅବଶ୍ୟ ଦାନ କରିବାର ଇଚ୍ଛା ମୋ ଭିତରେ ବହୁତ ଥିଲା ବାବୁ। କଥା କରିକି ବାବୁ, ମୋ ଅପାର ଯୌତୁକ ଟଙ୍କା ପାଇଁ 5 ଲକ୍ଷ ଟଙ୍କା ଦରକାର ଥିଲା। ସେଥିପାଇଁ ମୋ ଅପା ସ୍ୱାମୀ ସୁଖରୁ ବଞ୍ଚିତ। ନା ମାତୃତ୍ୱ ପାଇପାରୁଛି ନା ସ୍ୱାମୀର ସ୍ନେହ ଆଦର। ଆପଣ କହିଲେ ବାବୁ, ଆମେ ତ ଗରିବ ଲୋକ, କୋଉଠୁ 5 ଲକ୍ଷ ଟଙ୍କା ଆଣିବେ ଯେ ମୋ ଅପାର ଖୁସି କିଣି ବସିବେ? ବଡ଼ ବାବୁ ଧନୀ ଲୋକ ଜାଣି ସାରିବା ପରେ ଲୋଭରେ 5 ଲକ୍ଷ ଟଙ୍କା ଦାବି କରି ବସିଲି ବାବୁ। ଅନିତା କଥା ତମେ ଜଣ କହିପାରିବନି। ଏତେ ଫରକ କରୁଛ, ଏତେ ଅଲଗା ହେଇ ତମଠୁ। ଆପଣ କୋଉ ନିଜର ହିଁ ଆମ ଉପରେ ଅଜାଡ଼ି ହେଇ ପଡ଼ିଥିଲେ ଯେ ଆମେ ଆପଣଙ୍କୁ ପର କରିଦେଲୁ। ତାଙ୍କର ଏଇ ଘରକୁ ଆସିବା ପରେ ସୀତା ବାହାଘର ପ୍ରସ୍ତାବ ପକେଇ ସବୁ କିଛି ବେପଦ ତୁଣ୍ଡେ ଆମ ଘର ଛାଡ଼ି ଆପଣ ଚାଲି ଆସିଲେ। ମୁଁ ସେଉଠୁ ଜାଣି ଆସିବି। ଆରେ ମତେ ସବୁ ବାହାର କରିଦେ। ଏଇ କଥା କେମିତି ହେଇଗଲା? ଯୋଉ ଦେବତା ଆଜି ଭାବିବାକୁ ପଡୁଛି। ଭାବିବାକୁ ପଡୁଛି? ଆଉ ପୁଣି କୋଉ କଥା ଭାବୁଛନ୍ତି ବାବୁ? ହଜାର ଶଙ୍କା ହଜାର ସିନ୍ଦୁର ଦେଖି ମୁଁ ପ୍ରତି ମୁହୂର୍ତ୍ତରେ ଅଣନିଶ୍ୱାସ ହେଇଯାଉଛି। ପ୍ରତି ମୁହୂର୍ତ୍ତରେ ନିଜକୁ ଅପରାଧୀ ମନେ କରୁଛି। କୁହନ୍ତୁ ବାବୁ, କଣ କଲେ ଆପଣ ଯନ୍ତ୍ରଣା ମୁକ୍ତ ହେବେ? ଯଦି ମୋ ସକ୍ଷମରେ ଥାଏ ତାହେଲେ ମୁଁ ଆପଣଙ୍କ କଥା ନିଶ୍ଚିତ ରଖିବି ବାବୁ। କୁହନ୍ତୁ ବାବୁ, କୁହନ୍ତୁ। ହଜାର ଶଙ୍କା କରିଦେ, ହଜାର ସିନ୍ଦୁର ପୋଛିଦେ। ହାତରୁ ଶଙ୍କା କରି ମଥାର ସିନ୍ଦୁର ପୋଛି ଦେବା ପରେ ତ ମୋ ସ୍ୱାମୀ ମରିଯିବ। ଆରେ ମୁଁ ତ ତୋ ସ୍ୱାମୀ ନୁହଁ ନା। ଖେଳନା ସାମଗ୍ରୀ ହୋଇ ଏସବୁ ପିନ୍ଧେଇ ଦେଇଥିବି। ଖେଳନାକୁ ଆଦର୍ଶ ମନେ କରି ମୁଁ ଆପଣଙ୍କୁ ମୋ ସ୍ୱାମୀ ବନେଇ ଆସିଛି ବାବୁ। ହେଲେ ପୁଅ ତ ଜୀବନ ମରିଯିବା ପାଇଁ ଚାହେଁ। ମାରିବେ ମତେ। ଏସବୁ ଦେଖି ଯନ୍ତ୍ରଣାରେ ମୁଁ ଛଟପଟ ହଉଛି। ପାରୁନି, ଶାନ୍ତିରେ ଟିକେ ନିଶ୍ୱାସ ନେଇପାରୁନି। ମାରିଦେ ମତେ। ମୁଁ ତାହେଲେ ହାତ ଧରି ନେଉଡ଼ା ହଉଛି। ମତେ ବଞ୍ଚିବାକୁ ଦେ। ମୁଁ ତ ଗୋଡ଼ ତଳେ ପଡୁଛି। ଆପଣ ଏ ଖୁଣି ଗଲେ ବାବୁ। ଅତି ପରବେଶ ରହି ମୋ ପାଦ ଛୁଇଁ ମତେ ପାପିନି କରିଦେଲେ। ଯଦି ତୁ ମୁକ୍ତ ନ ମାନ ତାର ସଂଖ୍ୟା ଶୀଘ୍ର ହଜେଇ ନେବା ପାଇଁ ତୋରି ଆଖି ସାମ୍ନାରେ ମୁଁ ସୁଇସାଇଡ୍ କଲେ। ଚୁପ୍ ହେଇଯାଆନ୍ତୁ ବାବୁ। ଆଉ କିଛି ବି କୁହନ୍ତୁନି, କିଛି ବି କୁହନ୍ତୁନି। ବଙ୍ଗଳା ଭିତରକୁ ଯାଆନ୍ତୁ ବାବୁ। ବେଶୀ ସମୟ ଧରି ଆଉଟ ହାଉସରେ ରହିଲେ ଲୋକମାନେ ଆପଣଙ୍କୁ ଖରାପ ଭାବିବେ। ମୁଁ ଚାହୁଁନି ମୋ ସ୍ୱାମୀକି କିଏ ଚରିତ୍ରହୀନ ବୋଲି କହୁ। ଚାହେଁନି ବାବୁ, ଚାହେଁନି ମୁଁ। ଗୋଟେ କଥା କହିବି ବାବୁ, ନାଇଁ ସଙ୍ଗୀତାର ସଂସାର ଥିଲା, ତା ସଂସାର ହବ। ଶେଷରେ ଆପଣ ବି ପ୍ରମାଣ କରିଦେଲେ ବାବୁ। ଏ ସୁନ୍ଦରୀ ସଙ୍ଗୀତ କେବଳ ସପନର ସାଥୀ। Thank you.